ଆମକୁ ଏମିତି କଥା ଯାହା ଜଣା ନାହିଁ। ବାବା ଆପଣଙ୍କର ଗୋଟିଏ ପ୍ରଥମ ସ୍ତ୍ରୀ ଆଣିଥିଲେ। ହଁ ବାବା ହଁ ମୁଁ ପ୍ରଥମ ସ୍ତ୍ରୀ ଆପଣଙ୍କ ପ୍ରଥମ ସ୍ତ୍ରୀର ନାଁଟା ହେଉଛି ସୁପ୍ରଭା। ଆପଣ କେମିତି ଜାଣିଲେ ବାବା? ସେ ପୁଣି ଏ ଦୁନିଆରେ ନାହିଁ। ହଁ ବାବା ସେ ଆର ପାରିକୁ ଚାଲି ଯାଇଛି ବାବା। ଆପଣଙ୍କ ଗୋଟିଏ ପୁତ୍ର ସନ୍ତାନ ଅଛି। ଆପଣ କେମିତି ଜାଣିଲେ ବାବା ମୋ ଗୋଟିଏ ପୁତ୍ର ଅଛି ବୋଲି? ଆମ ଉପରେ ତ୍ରିକାଳଦର୍ଶୀ ବାବା। ହଁ ବାବା ଆପଣଙ୍କ ପୁଅର ନାଁଟା ହେଉଛି ବୀରେନ୍ଦ୍ର। ହଁ ବାବା ଆପଣ ତ ସବୁ ସତ୍ୟ ସତ୍ୟ କହି ଯାଇଛନ୍ତି ବାବା। ଆମେ ପୁରା ସବୁ ଦେଖିପାରୁଛୁ ଆପଣଙ୍କ ମୁଖମଣ୍ଡଳରୁ। ହଁ ବାବା କାହିଁକି ବାବା? ହେଲେ ଗୋଟିଏ କଥା ବାବା, ହଁ ବାବା କୁହନ୍ତୁ ବାବା। ଆପଣଙ୍କ ରାଜ୍ୟରେ ବର୍ଷା ହେଉନି ବୋଲି ଆପଣ ଗୋଟିଏ ଇନ୍ଦ୍ର ପୂଜା କରିବାକୁ ଯାଉଛନ୍ତି। ହଁ ବାବା ହଁ ଆମେ ଇନ୍ଦ୍ର ପୂଜା କରିବାକୁ ଅନେକ ସାମଗ୍ରୀ ଯୋଗାଡ଼ କରିଛୁ ବାବା। ହେଲେ ବ୍ରାହ୍ମଣ ଠିକ କରିଛ ତ? ନାଇଁ ବାବା ଏ ଯାଇ ବ୍ରାହ୍ମଣ ଠିକ କରିନି ବାବା। ଆପଣ ଶୁଣନ୍ତି ନା ବାବା? ଆପଣ କହିଲେ ହବନି? ଅଛନ୍ତି ତ୍ରିକାଲ୍ୟ କଲିଯୁଗିଆ ବାବା ଅଛନ୍ତି। ହେଇଯିବ, ପୂଜାଟା ହେଇଯିବ। ତାହେଲେ ଠିକ ଅଛି ବାବା। ଆଉ ବିଳମ୍ବ କରୁଛ କାହିଁକି ବାବା? ହେଲେ ଗୋଟିଏ କଥା। ହଁ ବାବା। ହେ ମାମୁ ବାବା ବାବା ବାବା, ଆରେ ଶିଷ୍ୟ, ବାବା ପୁରାଣ ପୋଥିରେ ଲେଖା ଅଛି ପରା ହେଲେ ବାବା ଏକାକୀ ପୂଜାଟା ହେଇପାରିବନି। ହେବ ହେବ କେମିତି? କାହିଁକି ନା ବାବା ସେ ରାଜାଙ୍କର ପୂଜା ସାମଗ୍ରୀଟା ଆଣିପାରିଲେ ତ ହେବ। ସେଇ ସାମଗ୍ରୀଟା ପୁଣି କଣ? ହେଲେ ସେଇ ଚାଉଳ କୋଡ଼ି ନାଡ଼ ଅଗରବତୀ ସେଟା ସବୁ ଆଣି ଧୂପକାଠି କରି। ଆରେ ସେ ସବୁ ଯୋଗାଡ଼ କରି ଦେଇଛନ୍ତି। ହେଲେ ବସନ୍ତୁ କାହିଁକି ଡେରି କରୁଛନ୍ତି? ତାହେଲେ ଠିକ ଅଛି ବାବା। ଜଣ ଅତି ଶୀଘ୍ର ବସନ୍ତୁ ମହାଶୟ। ଏହି କ୍ଷଣେ ଇନ୍ଦ୍ରଦେବଙ୍କର ପୂଜା କରିବା, ତାପରେ ଦେଖିବ ଏଇ ରାଜ୍ୟରେ ବର୍ଷା ହିଁ ବର୍ଷା ହବ ବାବା, ବର୍ଷା। ତାହେଲେ ବସି ପଡ଼ନ୍ତୁ। ନା 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 ନା, ପୂଜାଟା ହେଇପାରିବନି। କାହିଁକି ବାବା? ନା, ପୂଜାଟା ହବାକୁ ଗଲେ ପୂଜାରୀ ସହିତ ପୂଜାରିଣୀର ଦରକାର ନା ନାହିଁ? ହେଲେ ମୋର ତ ନାହିଁ ବାବା। ସେ ତ ଆର ପାରିକୁ ଚାଲି ଯାଇଛି। ତାର ଉପାୟ କିଛି ଅଛି କି ବାବା? ଆଉ ଆରେ ବାବା ଅଛି। ତାହେଲେ ସେଇ ହେଲେ ମହାରାଜ ହଁ କୁହ। ଆପଣଙ୍କ ତ ଅର୍ଦ୍ଧ ଆଙ୍ଗିନୀ ନାହିଁ ମହାରାଜ। ହଁ ନାହିଁ ମୋର ନାହିଁ। ବିନା ସ୍ତ୍ରୀ ବାଣ କାଣା ଯଜ୍ଞ ସଫଳ ହେବ? ତୁ ତାର ଉପାୟ କୁହ। ଉପାୟ ଅଛି। କିଛି ସମୟ ପାଇଁ ମୋ ଝିଅଟା ବାହା ହୋଇପାରିବ ତ? କିଛି ସମୟ ପାଇଁ? ହଁ ତାହେଲେ ଠିକ ଅଛି। କିଛି ସମୟ ପାଇଁ ମୁଁ ତାଙ୍କୁ ଏ ବାବା, ରାଜ୍ୟର ମଙ୍ଗଳ ପାଇଁ ରାଜାର ପରମ ଦାୟିତ୍ୱ ଇଏ। ତାହେଲେ ଠିକ ଅଛି। କିଛି ସମୟ ପାଇଁ ମୁଁ ତାଙ୍କୁ ବାହାଇ ଯିବି। ଠିକ ଅଛି, ତାହେଲେ ମୁଁ ଡାକି ଦେଉଛି। ତାହେଲେ ଠିକ ଅଛି ବାବା। ଏ ମା ରତ୍ନାବତୀ, ଆରେ ମା ତୁ ପରା କହୁଥିଲୁ ମହାରାଜାଙ୍କର ଯଜ୍ଞ କୁଣ୍ଡରେ ଦେଖିବା ପାଇଁ। ଆରେ ମା ଆ ଯଜ୍ଞ କୁଣ୍ଡ
ବାପା ମତେ ଆପଣ ଡକେଇଲେ ବାପା? ଏ ମା ରତ୍ନାବତୀ, ବାପା ତୁ ପରା କହୁଥିଲୁ ହଁ ବାପା। ରାଜା ଘରେ ଯଜ୍ଞ କରୁଛନ୍ତି। ହଁ ବାପା। ସେଇ ଯଜ୍ଞ କୁଣ୍ଡରେ ଆହୁତିଟା ପୋଡାଇ ଦେବୁ। ମୁଁ ହେଲେ ଆପଣ ସିନା ଏମିତି କହୁଛନ୍ତି, ମହାରାଜା ନିଜେ ସେଇ ପ୍ରସ୍ତାବରେ ରାଜି ଅଛନ୍ତି ଯେ ବାପା? ନିଶ୍ଚୟ ରାଜି ଅଛନ୍ତି ରେ ମା। ହଁ ମୁଁ ରାଜି ଅଛି। ତାହେଲେ ମୁଁ ଆପଣଙ୍କର ଯଜ୍ଞ କୁଣ୍ଡରେ ଆହୁତି ଦେଇପାରିବି? ହଁ ନିଶ୍ଚୟ ଦେଇପାରିବ। ଆଜି ମୋର କେତେ ବଡ଼ ଭାଗ୍ୟର ଦିନ। ତାହେଲେ ଆଉ ବିଳମ୍ବ କରନ୍ତୁନି ମହାରାଜ, ଆପଣଙ୍କର ଯଜ୍ଞଟା ଆରମ୍ଭ କରିଦିଅନ୍ତୁ। ତାହେଲେ ଠିକ ଅଛି। ବାବା ଆରେ ବାବା, ଓ ବାବା, ଯଜ୍ଞଟା କରିବାକୁ ହେଲେ ପ୍ରଥମେ ତମ ଦି ଜଣଙ୍କୁ ମିଛି ମିଛିକା ବିବାହଟା କରିବାକୁ ହବ। ତାହେଲେ ଠିକ ଅଛି ବାବା, ମିଛି ମିଛିକା ବିବାହ ନିଶ୍ଚୟ କରିବି ମୁଁ। ହଁ ଏଠି ବସି ପଡ। ତାହେଲେ ଠିକ ଅଛି ବାବା। ମୁଁ ମିଛି ମିଛିକା ବାହା ହେବି ବର କନ୍ୟା। ହଁ 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 ବଢିଆ ହବ, ମୁଁ ବାହା ହେବି, ବଢିଆ ହବ। ଏ ମା ରତ୍ନାବତୀ, କିଛି ସମୟ ପାଇଁ, କିଛି ସମୟ ପାଇଁ, ଟିକେ ସମୟ ପାଇଁ ହଁ ହଁ, ବଢିଆ ହବ ବାପା। ओम त्रयंबके यजामहे सुगंधिं पुष्टिवर्धनम् उर्वारुकेण वन्दनात् नुतुर्मुखी अमामृता। ओम यथा रावणस्य मन्दोदरी रामस्य सीता। ओम विवाह संपूर्ण हो जाइए बाबा। যজ্ঞ কার্যটা সারি দেবা। যে ঝিয়ঙ্কর নাম দুইটাকে জোড়েলে তো হেবারে বাহ। ওম রাজা রাজেন্দ্র প্রতাপ সহিত রত্নাবতীঙ্কর বিবাহ মিলন উৎসব সম্পূর্ণ হয়ে যাও। দুই জনଙ୍କର বিবাহ সম্পূর্ণ ହେଇକି পুত্রবতী ହୁଅନ୍ତୁ ରତ୍ନାବତୀ। তাইলে বাবা, ହଁ যজ্ঞটা সম্পূর্ণ হয়েছে তো? যজ্ঞটা ବି ସମ୍ପୂର୍ଣ୍ଣ ହେଇଯାଇଛି ଏବେ। ଏଥର ବାବା ଚକରା ଆପଣଙ୍କର ଝିଅକୁ ଆପଣ ନେଇ ଯାଆନ୍ତୁ। ଏ କଣ କହୁଛନ୍ତି ମହାରାଜ? ମୋ ଝିଅଟା ଆପଣଙ୍କୁ ବାହା ହୋଇଛି ମାନେ ମୋ ପାଖକୁ କାହିଁକି ନେବି? ଆପଣ ତ କହିଥିଲେ କିଛି କ୍ଷଣ ପାଇଁ ବାହା ହେବା ପାଇଁ। ହେଲେ ଆମର ବାବା ବି ତ ଭୁଲ ମନ୍ତ୍ର କରିବେ। ସେମିତି ନୁହଁ ବାବା, ମନ୍ତ୍ରଟା ବି ମୁଁ ସତ୍ୟ ପଢିଥିଲି, ସବୁ ଜିନିଷଟା ତ ସତ୍ୟ ଥିଲା, ବିବାହଟା ବି ସତ୍ୟ। ତାହେଲେ ଠିକ ଅଛି, ମୁଁ ସିନା ରାଜି ଅଛି, ସେ ହେବେ ତ? ନିଶ୍ଚୟ ରାଜି। ମହାରାଜ, ଆପଣ ଜଣେ ନ୍ୟାୟବନ୍ତ ରାଜା। ତା ଛଡ଼ା ଏଇ ସମସ୍ତ ରାଜ୍ୟବାସୀଙ୍କ ପ୍ରଜା ଆଗରେ ଆପଣଙ୍କ ଯଜ୍ଞ କୁଣ୍ଡରେ ଆହୁତି ପ୍ରଦାନ କରିଛି। ଆପଣଙ୍କ ହସ୍ତରେ ମୁଁ ମଥାରେ ସିନ୍ଦୁର ନେଇ ସାରିଛି। ଆଉ ବାପାଙ୍କୁ କହୁଛ ତୁମେ ସାଙ୍ଗରେ ନେବା ପାଇଁ, ମୁଁ ଏଥର ଆପଣଙ୍କର ସ୍ତ୍ରୀ ହୋଇଯାଇଛି ମହାରାଜ। ତାହେଲେ ଗୋଟିଏ କଥା, ତମ ବାପା କହିଥିଲେ କିଛି କ୍ଷଣ ପାଇଁ ବାହା ହେବା ପାଇଁ। କିଏ କଣ କିଛି କ୍ଷଣ ପାଇଁ ବାହା ହୁଏ ମହାରାଜ? ଆପଣ ଥରେ ଥଣ୍ଡା ମୁଣ୍ଡରେ ଚିନ୍ତା କରିକି ଦେଖନ୍ତୁ, କୋଉ ଝିଅ ଯାଇ ହାତରେ ଶଙ୍ଖା ପିନ୍ଧେ, ଗଳାରେ ମଙ୍ଗଳସୂତ୍ର ନାହିଁ, ମଥାରେ ସିନ୍ଦୁର ନାହିଁ, ତାପରେ ଅନ୍ୟ କୋଉ ପୁରୁଷ ତାଙ୍କୁ କେବେ ବାହା ହୋଇପାରେ? ନିଜେ ଚିନ୍ତା କରନ୍ତୁ ମହାରାଜ। ମୁଁ ଆପଣଙ୍କର ଅର୍ଦ୍ଧାଙ୍ଗୀ ହୋଇସାରିଛି, ମାନେ ଆପଣଙ୍କର ସ୍ତ୍ରୀ, ଆପଣଙ୍କର ଅର୍ଦ୍ଧ ଅଙ୍ଗ ହୋଇସାରିଛି। ମୁଁ ମୋ ବାପା ସଙ୍ଗେ ଯିବା ପାଇଁ ଯିବିନି, ତୁମ ସାଙ୍ଗେ ହିଁ ଯିବି। ହେ ପ୍ରଭୁ, ଏ ସଂକଟ ପରିସ୍ଥିତିରେ ହେଲେ ମହାରାଜ, ପକେଇଲେ ପ୍ରଭୁ। ମୋ ଝିଅଟା ଭଲ କହୁଛି। ମୋ ଝିଅଟା ଆପଣଙ୍କ ସହିତ ବାହା ହୋଇଛି ମାନେ ଆପଣଙ୍କ ସହିତ ହିଁ ରହିବ। ଚାଲନ୍ତୁ ବାବା। ତାହେଲେ କଣ କରିବି? ମୁଁ ତ ବାହା ହେଇଯାଇଛି, ହେଲେ ତମକୁ ମୁଁ ପତ୍ନୀ ରୂପରେ
ନିଶ୍ଚୟ ଗ୍ରହଣ କରିବି। ହେଲେ ଗୋଟିଏ କଥା ବାବା, ହଁ ବାବା, ଆମ ଦକ୍ଷିଣଟା ଦେଇଦିଅ, ଆମେ ଏଠୁ ଚାଲିଯିବୁ ବାବା। ତମ ଦକ୍ଷିଣା କ'ଣ ଦେବି? ଏଇ ତ ମୋ ରାଜ୍ୟରେ ଗୋଟିଏ ଶିବ ମନ୍ଦିର ଅଛି। ସେଇଠି ଯାଇ ତମେ ପୂଜକ ଭାବରେ ପୂଜା କରିବ। ଆଉ ମୋ ଶିଷ୍ୟଟା ସେ ବି ମଧ୍ୟ ତମ ପଛରେ ଯାଇ ତମର ସେବା କରିବ। ଏବେ ଧୂପ ଆପଣ ଠିକ କଥା କହିଛନ୍ତି, ଆପଣ ଠିକ କଥା କହିଛନ୍ତି ମହାଶୟ। ହେଲେ ବାବା, ମୁଁ ଧୂପ କାଠି ବାବାଙ୍କର ପ୍ରସାଦ ନଡ଼ିଆ ଚଉଳ ଧରି ଧୂପ କାଠିକୁ ନେଇ ମୁଁ ବୁଲୁଥିଲି ଆଉ। ଆରେ ପିଲାଟି ଦିନରୁ ମୋର ସେବା ଯତ୍ନ କରି ଆସୁଛୁ। ହଁ ଠିକ ଅଛି ବାବୁ, ଚାଲନ୍ତୁ ବାବା। ଏଥର ଯିବା। ହରେ କୃଷ୍ଣ, ବୋଲ ହରି ବୋଲ, ରାଧେ ରାଧେ। ଅନେକ ନିରଞ୍ଜନ। ସତକୁ ସତ ତୁମେ ମତେ ଏକା କରିକି ଚାଲିଗଲା ବାପା। ଆରେ ସେମାନେ କୁଆଡ଼େ ଯିବେନି, ଏଇ ତ ଶିବ ମନ୍ଦିର। ସେଇଠି ଯାଇ ଶିବ ଶଙ୍କରଙ୍କର ସେବା କରିବେ। ସତ କହୁଛନ୍ତି ମହାରାଜ? ହଁ ରତ୍ନାବତୀ, ତମକୁ ପାଇ ମୋ ଜୀବନ ଧନ୍ୟ ହୋଇଯାଇଛି ରତ୍ନାବତୀ। ଆପଣ ସତ କହୁଛନ୍ତି? ହଁ ରତ୍ନାବତୀ। ମୋତେ ଆପଣ ପାଇଁ ଜୀବନକୁ ଧନ୍ୟ ମନେ କରିଛନ୍ତି। ହଁ କଥାଟିଏ କହିବା ପାଇଁ ଇଚ୍ଛା ହେଉଛି ସ୍ୱାମୀ। ନିଶ୍ଚୟ କହିପାରିବ। ଆପଣଙ୍କର ଆଦେଶରେ ନିଶ୍ଚୟ ପରିପ୍ରକାଶ କରିବି। କରନ୍ତୁ। ଆପଣ ଶୁଣିବେ? ହଁ, ନିଶ୍ଚୟ ଶୁଣିବି ମୁଁ। ସ୍ୱାମୀ, ହଁ ମମ ମନ୍ଦିର ଦେବତା ରାଜେଶ୍ୱର ପ୍ରାଣପ୍ରିୟେ, ତୁମେ ଲବ କରତା। ସ୍ୱାମୀ, মম মন্দির দেবতা তুমি হেলম করতা। মম মন্দির দেবতা তুমি হেলম করতা। মুঝে পূজারি তোমারা মনে ভাবিছি রাজেশ্বর। মনে ভাবিছি রাজেশ্বর। মনে ভাবিছি রাজেশ্বর। মনে ভাবিছি রাজেশ্বর। রাজেশ্বর প্রাণপ্রিয়ে, সদা শয়নে সপনে তুম প্রতি মুরাতি। স্বামী, সদা শয়নে সপনে তুম প্রতি মুরাতি। মুখ ঝালতি উঠুছি মোর নয়ন নীতি। স্বামী, মতে করিবেনি পার রত্নগড় অধিসর। স্বামী, মতে করিবেনি পার রত্নগড় অধিসর। মুঝে পূজারিণী তুমারা। জগন্নাথ, ହଁ ପ୍ରାଣପ୍ରିୟେ, ସତ କହୁଛି ସ୍ୱାମୀ, ସତ କହୁଛି। ତୁମେ ଦେବତା ହେ ମୋହର। ତୁମେ ଦେବତା
ପ୍ରାଣପ୍ରିୟ। ଆପଣଙ୍କ ଭଳି ରାଜାଙ୍କୁ ପାଇ ନିଜସ୍ୱ ସ୍ୱାମୀ ହିସାବରେ ଆଜ ମୋ ଜୀବନଟା ଧନ୍ୟ ହୋଇଛି ସ୍ୱାମୀ। ମୁଁ ମଧ୍ୟ ଆପଣଙ୍କର ଦୁଃଖରେ ସୁଖରେ ଏ ମହାରାଣୀ ରତ୍ନାବତୀଟା ନିଶ୍ଚୟ ସାହାଯ୍ୟ କରିବ। ମୁଁ ମଧ୍ୟ ତମକୁ ପାଇ ବେଶୀ ଖୁସି। ମୁଁ ମଧ୍ୟ ତମକୁ କେବେ ବି ପର କରିବିନି। ସତ କହୁଛନ୍ତି ସ୍ୱାମୀ? ହଁ ତାହେଲେ ମତେ ବହୁତ ତୃଷା ହେଲାଣି, ଚାଲ କିଛି ସମୟ ବିଶ୍ରାମ କକ୍ଷକୁ ଯିବା। ତାହେଲେ ଠିକ ଅଛି, ଏଥର ଆସ ଆମେ ବିଶ୍ରାମ କକ୍ଷରେ କିଛି କ୍ଷଣ ବିଶ୍ରାମ କରିବା। ନିଶ୍ଚୟ ସ୍ୱାମୀ, ଆପଣ ଆଗେ ଆଗେ ଗଲେ ଆପଣଙ୍କ ପଛେ ପଛେ ଏ ରତ୍ନାବତୀଟା ଆସୁଛି। ଠିକ ଅଛି, ତେବେ ଚାଲ ଯିବା ସ୍ୱାମୀ। ଆସ।